ଯେତେବେଳେ ଗୋଟେ ଛୋଟ ଭୁଲଟିଏ କରିଦିଏ, କିଛି ବି ଭୁଲ କରିଦିଏ, ମନଟା ବହୁତ ଦୁଃଖ ଲାଗେ। ଲାଗେ ସବୁ କିଛି ଛାଡ଼ିଦେବି, କୁଆଡ଼େ ଗୋଟେ ପଳେଇବି। କିନ୍ତୁ ଠିକ୍ ସେଇ ସମୟରେ ଗୋଟେ ହାତ ଆସି ମୁଣ୍ଡ ଉପରେ ଯେତେବେଳେ ରଖିଦିଏ ଜଣେ, କାହିଁକି କେଜାଣି ଆତ୍ମାଟା ଶାନ୍ତି ହେଇଯାଏ। ସେଇ ଦିପଦ କଥା ଶୁଣି ପୁଣି ଥରେ ବଞ୍ଚିବାକୁ ଇଚ୍ଛା ହୁଏ। ଆଉ ମନ ମନ ଚାହେଁ ଯେ ଉଡ଼ି ବୁଲିବି ଆକାଶରେ। କିଛି ସରିନି, ଆହୁରି ବାକି ଅଛି। ସିଏ ହେଉଛନ୍ତି ମୋ ସ୍ୱାମୀ, ଯିଏକି ମୋତେ ସବୁ ପରିସ୍ଥିତିରେ ସବୁବେଳେ କହିଛନ୍ତି ଯେ ତୁମକୁ ଯାହା ଇଚ୍ଛା ତୁମେ କର। ଯଦି ଲାଇଫରେ କିଛି କରିବାର ଅଛି କରିଚାଲ, ହାର ମାନନି। ସମୟ କାହାକୁ ଅପେକ୍ଷା କରେନି, ଆଉ ସମୟ କାହାରି ସରିଯାଏ ନାହିଁ। ମଣିଷର ବଞ୍ଚିଥିବା ପର୍ଯ୍ୟନ୍ତ ସମୟ ଅଛି ତାର ଆଶା ଇଚ୍ଛାକୁ ପୂରଣ କରିବା ପାଇଁ। ବାସ୍ ତୁମର ଇଚ୍ଛା ଶକ୍ତି ରହିବା ଦରକାର। ତାଙ୍କର ଏହି ପଦଟିଏ କଥା ହିଁ ମତେ ଏତେ ଖୁସି କରିଦିଏ, ଆପଣମାନେ ବିଶ୍ୱାସ କରିପାରିବେନି। ଯେମିତି ସତେ ଲାଗେ ଯେମିତି ଶୁଖିଲା ଗଛକୁ ଜୀବନ ମିଳିଯାଏ, ଆଉ ଯେମିତି ମଲା ମଣିଷକୁ ଅକ୍ସିଜେନ ମିଳିଗଲା ପରେ ତାର ଜୀବନ ଆସିଯାଏ, ଠିକ୍ ସେମିତି ଲାଗେ। ଗୋଟେ ମଧ୍ୟବିତ୍ତ ପରିବାରର ହେଇକି ମଧ୍ୟ ମତେ ମୋ ସ୍ୱାମୀଙ୍କ ପାଖରେ ଏମିତି ଫିଲ୍ ହୁଏ ଯେମିତି ମୁଁ ଗୋଟେ ପ୍ରିନ୍ସେସ୍। ଆଉ କଣ କହିବି ଆପଣମାନଙ୍କୁ।